ସରକାରଙ୍କ ଦୃଷ୍ଟି ଆଢୁଆଳରେ ଅବହେଳିତ ସହରାଟିକ୍ରା ବଜାରପଡ଼ା ପ୍ରାଥମିକ ବିଦ୍ୟାଳୟ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସିଲାଟ ପଞ୍ଚାୟତ ବଜାରପଡ଼ାରେ 1999 ମସିହାରୁ ଦୀର୍ଘ 26 ବର୍ଷ ହେବ ଅବସ୍ଥାପିତ ସହରାଟିକ୍ରା ବଜାରପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପିଲାଙ୍କ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏବେ ପୁଣି ନୂଆ ସରକାରରେ ବାଲବାଟିକା ସହ ଗୀତା ପାଠ କରିବେ ପିଲା। ହେଲେ ଭିତ୍ତିଭୂମି ଅଭାବରୁ କୋମଳମତି ଶିଶୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଦ୍ୟାଳୟରେ ପାଚେରୀ ନଥିବା ଯୋଗୁଁ ହିଂସ୍ର ଜନ୍ତୁ ତଥା ବୁଲା ଗାଈଗୋରୁ କୁକୁର ସାପ କଣ୍ଟିଆର ଭୟ ଓ ବିଦ୍ୟାଳୟରେ ଲାଗିଥିବା ଅବା ପରିସରରେ ରହିଥିବା ଆସବାବ ଜିନିଷପତ୍ର ଭାଙ୍ଗି ଲୁଚି ଯିବା ସହ ଚୋରି ହୋଇ ଠିକ୍ ଭାବରେ ରକ୍ଷଣାବେକ୍ଷଣ ହୋଇପାରୁନଥିବା ବିଦ୍ୟାଳୟରୁ ଜଣାପଡ଼େ। ବିଦ୍ୟାଳୟରେ 2ଟି ଶ୍ରେଣୀ କୋଠରୀ ରହିଥିବା ବେଳେ ସେଥିରେ ପିଲାଙ୍କ ପାଠପଢ଼ା, ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ, ମଧ୍ୟାହ୍ନ ଭୋଜନ ଭଳି ସବୁକିଛି। ତାହାକୁ ନେଇ ପକ୍କା ଶ୍ରେଣୀ କୋଠରୀ ଛାତରୁ ସିମେଣ୍ଟ ଅତଡ଼ା ଖସୁଥିବା ବେଳେ ବର୍ଷା ଦିନରେ ପାଣି ଝରୁଥିବା ଛାତ ତଳେ ପିଲାଙ୍କ ଭବିଷ୍ୟତ ଗଢ଼ା ହେଉଥିବା ହୃଦୟ ବିଦାରକ ଦୃଶ୍ୟ ଶିକ୍ଷା ଅଧିକାରୀଙ୍କ ଆଖିକୁ ବୋଧେ ଦେଖାଯାଉନାହିଁ। ଶିଶୁ ଶୈଶବମାନଙ୍କୁ ମଣିଷ ପରି ମଣିଷ ଗଢ଼ି ତୋଳିବା ପାଇଁ ସରକାର ବିଦ୍ୟାଳୟ ଓ ବିଦ୍ୟାଳୟରେ ପୁଣି କେତେ ନାହିଁ କେତେ ଯୋଜନା। ପିଲାଙ୍କ ପିଇବା ପାଣି ଟୋପେ ପାଇଁ ଏଠି ନଳକୂପ ସହ ପାଇପଲାଇନ୍ ହୋଇ ଜଳ ଯୋଗାଣ ମଧ୍ୟ ହୋଇଛି। ହେଲେ ସେଥିରୁ ନାଲିଆ ପାଣି ବାହାରୁଥିବା ଯୋଗୁଁ ବିଶୁଦ୍ଧ ପାନୀୟ ଜଳ ଟୋପେ ଶିଶୁ ଶୈଶବମାନଙ୍କ ପାଇଁ ସ୍ୱପ୍ନ ହୋଇଛି। ଏନେଇ ବାରମ୍ବାର ସରପଞ୍ଚଙ୍କ ଦୃଷ୍ଟିଗୋଚର ହୋଇ ଆସୁଥିଲେ ହେଁ କୌଣସି ସୁଫଳ ମିଳିନଥିବା ବେଳେ ରୋଷେଇ ଘର ତିଆରିକୁ ପାଖାପାଖି 5-6 ମାସ ବିତି ଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଭୋଇ ପ୍ରକାଶ କରିଥିଲେ। ଏନେଇ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ତଥା ନୂଆ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ଶିଶୁ ଶୈଶବ ମୌଳିକ ସୁବିଧାରୁ ବଞ୍ଚିତ ରହିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।